ହ୍ୟାଲୋ ସାଙ୍ଗମାନେ, ଆଜି ବନେଇ ମଟର ତରକାରୀ। ମଟରକୁ ଭଲସେ ଦେଖନ୍ତୁ, ପୁରା ମଟର ପୁରା ସିଝେଇ ଦେଇଛି। ହଳଦୀ ଲୁଣ ପକାଇ ତାକୁ ଭଲସେ ସିଝେଇ ଦେଇଛି। ଦେଖନ୍ତୁ ମୁଁ ଦେଖାଉଛି ମାନେ ଚିପିକିନି ଭଲସେ ସିଝି ଯାଇଛି। ଆଳୁ ବି ତାକୁ ସିଝେଇଥିଲି, ଚୋପା ଛଡ଼େଇ ତାକୁ ଭଲସେ ପିସ୍ ପିସ୍ କରି କାଟି ନେଇଛି। ମସଲା ପାଇଁ ନେଇଛି ଜିରା, 3ଟା ଲଙ୍କା, ଗୋଟେ ରସୁଣ, ଅଳ୍ପ ଅଦା, ଗୋଟେ ଛୋଟ ପିଆଜ। ତାକୁ ଭଲସେ ଗ୍ରାଇଣ୍ଡିଙ୍ଗ ପେଷ୍ଟ କରିଦେଇଛି। ପେଷ୍ଟ କରିଦେଇ ଗୋଟେ ଜାଗାକୁ କାଢ଼ି ଦେଇଛି। ଗୋଟେ ଟମାଟୋ ନେଇଛି, ପିସ୍ ପିସ୍ କରି କାଟି ଦେଇଛି। ଅଲଗା ତାକୁ ପେଷ୍ଟ କରିକିନି କାଢ଼ି ଦେଇଛି। କଢ଼େଇରେ ନେଇଛି ତେଲ ତାତିଲା ପରେ ତା ଦେହରେ ଦେଇଛି ଜିରା, ଅଳ୍ପ କିଛି ଜିରା ଦେଇଛି। ଜିରା ଫୁଟିଲା ପରେ ଗୋଟେ ବଡ଼ ପିଆଜ କାଟିକି ରଖିଥିଲି ତାକୁ ପକାଇ ଦେଇଛି। ପିଆଜକୁ ଛାଡ଼ିଦେବା ଅଳ୍ପ ସମୟ ଏମିତି ଜାରିବା ପାଇଁ। ପିଆଜ ଦେଖନ୍ତୁ ଜାରି ହେଇସାରିଲାଣି। ବାଟି ରଖିଥିବା ଅଦା ରସୁଣ ପେଷ୍ଟ ପକାଇଦେବା। ଅଳ୍ପ ହଳଦୀ, ସ୍ୱାଦ ଅନୁସାରେ ଅଳ୍ପ ଲୁଣ, ଧନିଆ ପାଉଡ଼ର, ତେଜପତ୍ର, ବାଟି ରଖିଥିବା ଟମାଟୋ ପେଷ୍ଟ ଦେଇଦେବା। ତାକୁ 10-15 ମିନିଟ୍ ଦେଖନ୍ତୁ ଏମିତି କଷିଦେବା। ତାପରେ ଦେବା ଚିକେନ୍ ମସଲା। ଦେଖନ୍ତୁ ଚିକେନ୍ ମସଲା ପକାଇ 5 ମିନିଟ୍ କଷିଦେବା। ମସଲା କଷି ଆସିଲାଣି। ଦେଇଦେବା ମଟର, ସିଝେଇ ରଖିଥିବା ମଟର ଦେଇଦେବା। ଦେଖନ୍ତୁ ମଟର ପକାଇ କଷି ସାରିଲିଣି। ଆଳୁ ଦେଇଦେବା। ଆଳୁ ପକାଇ ଭଲସେ କଷି ଦେଇକି ତା ଦେହରେ ଦେଇଦେବା ପାଣି। ମୁଁ ସେଇ ମଟର ପାଣି ଦେଇଛି, ଆପଣ ଅଲଗା ପାଣି ବି ଦେଇପାରିବେ। ତାକୁ ଭଲସେ ଏକର ସେକର ଗୋଳିକି ତାକୁ ଛାଡ଼ିଦେବା ଫୁଟିବା ପାଇଁ। ମଟର ଦେଖନ୍ତୁ ଭଲସେ ମଟର ତରକାରୀ ଫୁଟି ଆସିଲାଣି। ଦେଖନ୍ତୁ କେତେ ସୁନ୍ଦର ଭାବେ ଦେଖାଯାଉଛି ମଟର ତରକାରୀ। ମଟର ତରକାରୀ ପୁରା ରେଡ଼ି ହେଇଗଲାଣି। କଲର୍ ବି ଭଲ ହେଇଛି, ଭଲସେ ସିଝି ହେଇଯାଇଛି। ଦେଖନ୍ତୁ ମଟର ତରକାରୀ ବାଢ଼ି ଦେଲି ଗୋଟେ ଜାଗାକୁ, କେତେ ସୁନ୍ଦର ଭାବରେ ହେଇଛି। ଆମେ ତ ଚିତଉ ପିଠାରେ ଆମର ଖାଇଥିଲୁ। ଆପଣ ରୁଟି, ପିଠା ସବୁଥିରେ ଖାଇପାରିବେ। ମଟର ତରକାରୀ ଆପଣଙ୍କୁ ଯଦି ଭଲ ଲାଗିଛି ନିହାତି ଲାଇକ୍ କରିବେ। ନିହାତି ଘରେ ଟ୍ରାଏ କରି ଖାଆନ୍ତୁ।